ତ ଦର୍ଶକ ବନ୍ଧୁ ଏହା ପୂର୍ବରୁ ଆପଣଙ୍କୁ କୁକୁଡ଼ା ଚାଷ ବାବଦରେ ଯେ କହିଥିଲି ବାଡ଼ି ଅଗଣାରେ କୁକୁଡ଼ା ଚାଷ ବାବଦରେ ଆପଣଙ୍କୁ କହିଥିଲି ଯୋଉଟା କି ଆପଣଙ୍କର 100% ଆପଣଙ୍କର ସବସିଡି ଆପଣଙ୍କର ଯୋଉଟା କି ଆପଣଙ୍କର ଯୋଉ ବାଡ଼ି ଅଗଣାରେ ଆପଣଙ୍କର କୁକୁଡ଼ା ଚାଷ ଆପଣ କରିବେ ସେ ବାବଦରେ ଆପଣ ସରକାର ତରଫରୁ ଆପଣ ଦିଆହଉଛି 85ଟି କୁକୁଡ଼ା ବାବଦରେ ଆପଣଙ୍କର 100% ସବସିଡି ସେ ବାବଦରେ ମୁଁ କହିଥିଲି। ତ ଏବେ ମୁଁ ଆସନ୍ତୁ ମୁଁ କହିବି ଯେ ଆପଣଙ୍କର ବତକ ଚାଷ। ତ ଆଜି ଆମେ ଆଲୋଚନା କରିବା ଆପଣଙ୍କର ବତକ ଚାଷ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ଆପଣ ବତକ ଚାଷ ଆପଣ କିପରି କରିବେ। ତ ସେ ବାବଦରେ ସରକାର ତରଫରୁ ଆପଣଙ୍କର ବତକ ଚାଷ ଯୋଉମାନେ କରିବେ ସେମାନଙ୍କ ପାଇଁ ତାର ସବସିଡି କ'ଣ ଆଉ ତାର କେତେ ଟଙ୍କା ତାର ଅଛି ସେ ବାବଦରେ ଆସନ୍ତୁ এই ଭିଡିଓ ମଧ୍ୟରେ କଭର କରିବା। ଦେଖନ୍ତୁ ପ୍ରଥମେ ଦେଖନ୍ତୁ ମୁଁ ହେଉଛି ଗୋଟେ ଲିଫଲେଟ୍ ଅଛି ତ ସେ ବାବଦରେ ଆପଣଙ୍କୁ এই ଯୋଜନାରେ ଆପଣଙ୍କୁ ମୁଁ ପୁଙ୍ଖାନୁପୁଙ୍ଖ କହିବି। ଦେଖନ୍ତୁ এইটা ଆପଣଙ୍କର ଯୋଉ ବତକ ଅଛି এইটা ଆପଣଙ୍କର ଦେଖନ୍ତୁ ପ୍ରଥମ ଗୋଟେ ଘର ଅଗଣାରେ ବତକ ଚାଷ ନିମନ୍ତେ ସହାୟତା ପ୍ରଦାନ କରିବା এই ଯୋଜନାରେ ପ୍ରଥମ এই ଯୋଜନାର ଲକ୍ଷ୍ୟ ଅଛି ମୁଁ କହିଗଲି ଲକ୍ଷ୍ୟ ହେଉଛି ଆପଣଙ୍କର ଘର ଅଗଣାରେ ବତକ ପାଳନ କରିବା এই ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ତ କିଏ ଆପଣ କୁକୁଡ଼ା ପାଳନ କରୁଛି କିଏ ବତକ ଚାଷ ହେଉଛି କାହାର କୋଉଟା ଆପଣର ମାନେ ପାଳନ କରିବା ସଉକ ତେଣୁ ଇଏ ବତକ ପାଳନ କରିକି କିଛି ଇନକମ୍ କରିବା এইটা ହେଉଛି এই ଯୋଜନାର ହେଉଛି এই ଯୋଜନାର ହେଉଛି ମୂଳ ଲକ୍ଷ୍ୟ। এই ଯୋଜନାରେ ହିତାଧିକାରୀଙ୍କୁ 70% ସହାୟତା ପ୍ରଦାନ କରିଥାଏ। ଇଏ ମଧ୍ୟ 100% ଆପଣଙ୍କର ସହାୟତା ଅଛି। এই ଯୋଉ ବତକ ପାଳନ କରିବେ ଇଏ ମଧ୍ୟ 100% ସବସିଡି କିଛି ଆପଣଙ୍କର ହାତରୁ ଦିଟେ ପଡିବନି। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ବିଭାଗ ତରଫରୁ ଚାଲୁଥିବା ଫାର୍ମ ଫଣ୍ଡ ପ୍ଲସ୍ କାର୍ଯ୍ୟକ୍ରମରେ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯାଉଛି। এইটা ଆପଣଙ୍କର ସଏଲ କନଜରଭେସନ ଆପଣଙ୍କର ଜଳଛାୟା ଆପଣଙ୍କର ଫାର୍ମ ଫଣ୍ଡ କାର୍ଯ୍ୟକ୍ରମରେ। ତ ଏବେ ଆସନ୍ତୁ ଜାଣିବା ଯୋଉ ମୁଁ କହିଗଲି ଆପଣଙ୍କର ଏଇଟା ହେଉଛି ଆପଣ 100% ସବସିଡି ଆପଣଙ୍କର ଯୋଉ ବତକ এইটা ଆପଣଙ୍କର କେତେ ମାନେ କେତେ ଆପଣ ପ୍ରୋଜେକ୍ଟ କଷ୍ଟ ରହୁଛି ଆଉ କେତେ ଆପଣ ବତକ ସରକାର ଦଉଛନ୍ତି। ଏବେ ଆସନ୍ତୁ ଦେଖନ୍ତୁ ଘର ଅଗଣାରେ ବତକ ନେବେ এইটা ହେଉଛି ଆପଣଙ୍କର ମିନିମମ୍ 50ଟା সেটা আপনার 50টা ଥିଲା এটা হচ্ছে মিনিমাম এটা হচ্ছে 50টার আপনার দিয়াযাଉଛି କେତେ ସପ୍ତାହର 2 ସପ୍ତାହର 50ଟା ବତକ ଆପଣଙ୍କୁ ଦିଆଯାଉଛି। এটা হচ্ছে 100% ସବସିଡି ଫ୍ରି। କେତେ এটা ପ୍ରୋଜେକ୍ଟ କଷ୍ଟ ନା এটা হচ্ছে 5000 ଟଙ୍କା କେତେ 5000 ଟଙ୍କା ইয়াର ପ୍ରୋଜେକ୍ଟ କଷ୍ଟ এটা হচ্ছে 100% ସବସିଡି। ଘର ବତକ ପାଇଁ ଆପଣଙ୍କର 50ଟି 2 ସପ୍ତାହ ନିମନ୍ତେ ଆବଶ୍ୟକ ମୂଳ ରାଶି 5000 ଟଙ୍କା ବଢିଲେ ଆପଣଙ୍କର 5000 ଟଙ୍କା ଆପଣ ଦେଖନ୍ତୁ। କାରଣ କିଛି ଅଛନ୍ତି ନା ଆଜ୍ଞା ମୁଁ କହିଲି ଆମକୁ କିଛି ଦେଖେଇଲନି ଗାଲୁ ମାରୁଛି ଭିଡିଓରେ ଭିଓର ପାଇବା ପାଇଁ ମାନେ ତମେ କହିଦଉଛ କାରଣ ଆପଣଙ୍କର ଭିଓର ସବୁ ଅଧିକ ଆପଣ ଦେଖିଦଉଛନ୍ତି ଆମର ସବୁ ଭିଓ ଅଧିକ ମାନେ ସବୁ ହେଇଯାଉଛି ହେଲା। ଛାଡ଼ନ୍ତୁ ବତକ ପାଇଁ ରାତ୍ରିକାଳୀନ ପାଇଁ ଏଠି ଆପଣ କୋଉ ହେଡରେ କେତେ ଟଙ୍କା ଆପଣଙ୍କର ସରକାର ଦଉଛନ୍ତି। ଏଠି ଯାହା କହିଲି ସେଠି ଆପଣଙ୍କର ଯୋଉ ଥିଲା ଘର ପାଇଁ ଆପଣଙ୍କର ମାନେ ବତକ ଆପଣଙ୍କର ଯୋଉ କୁକୁଡ଼ା ରାତ୍ରିକାଳୀନ ପାଇଁ ଆପଣଙ୍କର 500 ଟଙ୍କା ଥିଲା। ସେଠି ଆପଣଙ୍କର 3250 ଟଙ୍କା ଥିଲା। ଏଠି ଆପଣଙ୍କର ହେଡ ରହୁଛି ଏଠି ରାତ୍ରି ଯାପନ ପାଇଁ ଏବେ 750 ଟଙ୍କା 50ଟି 2 ସପ୍ତାହ ବୟସର ଆପଣଙ୍କ ବତକ ପାଇଁ ଆପଣଙ୍କର 3750 ଟଙ୍କା ଆଉ ଦାନା ପାଇଁ ହେଉଛି 500 ଟଙ୍କା। ଘର ପାଇଁ ଆପଣଙ୍କର 750 ଟଙ୍କା ଘର ମାନେ ବତକ ଘର ପାଇଁ 750 ଟଙ୍କା ଆଉ ଆପଣଙ୍କର ବତକ ଜିଆ ପାଇଁ 2 ସପ୍ତାହର 3750 ଟଙ୍କା ଆଉ ଆପଣଙ୍କର ଦାନା ପାଇଁ ହେଉଛି 500 ଟଙ୍କା। ବୁଝିପାରିଲେ ତ এইটা হচ্ছে 2024 ବର୍ଷ ପାଇଁ 2500 ଚାଷୀଙ୍କୁ এই ଯୋଜନାରେ ସାମିଲ କରିବା ସରକାରଙ୍କର ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତଙ୍କ ପାଖରେ ଯୋଜନା ପହଞ୍ଚୁ ସରକାର ଏବେ ଚାହୁଁଛନ୍ତି କାରଣ ଚାଷୀଙ୍କ ପାଇଁ ସରକାର କେତେ ଟଙ୍କା ଆପଣ ଖର୍ଚ୍ଚ କରୁଛନ୍ତି ଯୋଉମାନେ ପ୍ରକୃତ ଚାଷୀ ସେମାନେ ହିଁ ଜାଣୁଥିବେ ମାନେ ପାଇଁ ଲୋକମାନେ ପଇସା ଖର୍ଚ୍ଚ କରୁଛନ୍ତି ଏ ଜାଣିଲେ। ତେଣୁ ଏବେ ଆସିବା ଏଇ ଯୋଉ ଆପଣ ଯୋଉ କହିଗଲେ ତ ଆମେ ଆବେଦନ କରିବା କୋଉଠି ଆମେ ସବସିଡି ପାଇବା କିପରି এইটা ହେଉଛି ଆପଣ ନିହାତି ଭାବେ ଦରକାର। ଦେଖନ୍ତୁ এই ଯୋଜନାରେ ଆପଣଙ୍କର ମୁଁ ଯୋଉ ପ୍ରଥମରୁ କହିଗଲି এই ଯୋଜନା ହେଉଛି ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଯାଉଛି। ଦେଖନ୍ତୁ ଏଇଟା ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ଯାଉଛି ଯୋଉଟା କି ଏଇଟା ଆପଣଙ୍କର ସେଇ ଆପଣଙ୍କର ବ୍ଲକ ଭିଏସ୍ ଭେଟେନାରୀ ଅଫିସ ଯୋଉଟା ପଶୁ ଡାକ୍ତରଖାନା ଆପଣ ସହିତ ଯୋଗାଯୋଗ କଲେ ସିଏ ଆପଣଙ୍କୁ এই ଯୋଜନା ଆପଣଙ୍କୁ ବୁଝେଇବା ସହିତ ଆପଣଙ୍କୁ ଯାହା ଯାହା ଆପଣଙ୍କର ଯୋଉ ବେନିଫିଟ ଅଛି ଯୋଉ ବତକ ଆପଣ କିପରି ନେବେ ତାର ପ୍ରୋସିଜର ଆପଣ ବତେଇଦେବେ ଡକ୍ୟୁମେଣ୍ଟ କ'ଣ ଲାଗିବ ସେ ଆପଣଙ୍କୁ ପୁଙ୍ଖାନୁପୁଙ୍ଖ ଆପଣଙ୍କୁ ବତେଇଦେବେ। ତାହେଲେ ଆପଣ ଯଦି ନ ଜାଣିପାରୁଛନ୍ତି ଆପଣଙ୍କର ପଞ୍ଚାୟତରେ ଆପଣଙ୍କର ମିଶନ ଶକ୍ତିର ଯୋଉ ମା ମାନେ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କଲେ ଆପଣଙ୍କର ସିଏ ଆପଣଙ୍କୁ ହେଲ୍ପ କରିବେ। ହେଲ୍ପ କଲା ପରେ ଆପଣ ଯାଇକି ଏଇ ଯୋଉ ଆପଣଙ୍କର ବତକ ଆଣିକି ଆପଣଙ୍କର ବାଡି ଅଗଣାରେ ଆପଣ ପାଳନ କରିକି ସେଇଟାକୁ ମାନେ ଟଙ୍କାରେ 2 ଟଙ୍କା କରିକି ମାନେ ଡବଲର ଆପଣଙ୍କ ଇନକମ କରିକି ବାସ୍ ଆପଣଙ୍କର ଆରାମସେ ରୋଜଗାର କରିପାରିବେ। ରୋଜଗାର କରି ଆପଣଙ୍କର ଚାଷକୁ ଆଗକୁ ନେଇପାରିବେ। এই ଦର୍ଶକ ବନ୍ଧୁ ଏଇଟା ଆପଣ କହିଲେ ଯେ ବାଡି ଅଗଣାରେ ଆପଣ ବତକ ପାଳନ କରିବେ କିପରି ତାହା ତ ଆପଣଙ୍କର ସରକାର ତରଫରୁ ଆପଣଙ୍କର ସହାୟତା ଆପଣ ପାଇବେ କିପରି। ଦର୍ଶକ ବନ୍ଧୁ ଏଇଟା ଆପଣଙ୍କୁ କହିଗଲି ବାଡି ଅଗଣାରେ ଆପଣଙ୍କର ବତକ ପାଇଁ ସରକାରର ସହାୟତା
আর কেতে টঙ্কা আপনার সবসিডি পাইবে কেতে প্রজেক্ট কর ডিটেল আপনার এই ভিডিও মাধ্যমে কভর করিলি ମୁଁ ଭାବୁଛି ଆଜିକାର ଏଇ ଯୋଉ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆପଣ ଦେଖିବେ ବୁଝିପାରିଥିବେ ଶେଷରେ ମୁଁ ଆଉଥରେ ଆପଣଙ୍କୁ କହିଗଲି ଯଦି ଆଉଥରେ ଯଦି ଆପଣ ବୁଝିପାରୁନାହାନ୍ତି ଆମକୁ କମେଣ୍ଟ କରନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।